ଆଜି ମିଳିଲା ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କଲେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ। ତ ଆପଣଙ୍କର ମିଳିଛି କି ନାହିଁ ଆପଣ କିଭଳି ଚେକ୍ କରିବେ? ଯଦି ଚେକ୍ କରିନାହାନ୍ତି ତ ତୁରନ୍ତ ଚେକ୍ କରନ୍ତୁ ଆପଣ ମିଳିଛି କି ନାହିଁ। ଆପଣ ଆପଣଙ୍କ ଫୋନ୍କୁ ମେସେଜ୍ ଯାଇଥିବ ଚେକ୍ କରିପାରିବେ, ନଚେତ୍ ଏଇଭଳି ଭାବେ ଆପଣ ଚେକ୍ କରିପାରିବେ। ଚାଲନ୍ତୁ ଦେଖିବା ଆପଣ କେମିତି ଚେକ୍ କରିବେ। ସର୍ବପ୍ରଥମେ ଆପଣ ଆପଣଙ୍କ କ୍ରୋମ୍ ବ୍ରାଉଜରକୁ ଓପନ୍ କରିଦେବେ ଏବଂ ଏହାପରେ ସର୍ଚ୍ଚ କରିବେ ସୁଭଦ୍ରା ଯୋଜନା। ଏହାପରେ କ୍ଲିକ୍ କରିବେ ଏବଂ ଯେପରି ଭାବେ ସୁଭଦ୍ରା ଯୋଜନା କ୍ଲିକ୍ କରିବେ ଆପଣଙ୍କୁ କିଛି ଇଣ୍ଟରଫେସ୍ ଦେଖାଯିବ। ଦେଖିବେ ସାଇଟ୍ ସ୍ଲୋ ହେଉଛି ସେଥିପାଇଁ ଶୋ କରୁନାହିଁ। ତ ଏମିତି କିଛି ଇଣ୍ଟରଫେସ୍ ଶୋ କରିବ। ତ ଏହାପରେ ଆପଣଙ୍କୁ ଟିକେ ରାଇଟ୍ କର୍ଣ୍ଣରକୁ ଯିବେ, ଲେଖା ହେଇଛି ଆବେଦନ ସ୍ଥିତି। ଏହା ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କ ପାଖରେ ଏମିତି କିଛି ଇଣ୍ଟରଫେସ୍ ଆସିବ। ଏଠାରେ ଆପଣଙ୍କୁ ମାଗୁଛି ଆଧାର ନମ୍ବର। ତ ଏଠାରେ ଆପଣଙ୍କ ଆଧାର ନମ୍ବର ଆପଣ ଏଣ୍ଟର କରିଦେବେ। ଯେମିତିକି ଏକ୍ଜାମ୍ପଲ୍ ପାଇଁ ମୁଁ ନେଉଛି, ଆପଣ ଆପଣଙ୍କ ଆଧାର ନମ୍ବର ଦେଇଦେବେ। ଏହାପରେ ଗୋଟେ ଟିକ୍ ଚିହ୍ନ କରିବେ ଏବଂ ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଯେହେତୁ ମୁଁ ଇନଭ୍ୟାଲିଡ୍ ଆଧାର ନମ୍ବର ଦେଇଥିଲି, ଲେଖିଲା ଇନଭ୍ୟାଲିଡ୍ ଆଧାର ନମ୍ବର। ଆପଣ ଆପଣଙ୍କ ଆଧାର ନମ୍ବର ଦେବେ। ଲଗ୍ଇନ୍ ମାରିଲା ପରେ OTP ଆପଣଙ୍କ ଫୋନ୍କୁ ଯିବ ଏବଂ ନୂଆ ସିଷ୍ଟମ୍ ଓପନ୍ ହୋଇଯିବ। ଲେଖାଯିବ OTP ଦିଅନ୍ତୁ। ତ ଆପଣ ସେଠାରେ OTP ଦେଇକି ଲଗ୍ଇନ୍ କରିବେ ଏବଂ ଯେମିତି ଆପଣ ଲଗ୍ଇନ୍ କରିସାରିବେ ଆପଣଙ୍କ ପାଖରେ ଏମିତି କିଛି ଇଣ୍ଟରଫେସ୍ ଶୋ ହେବ। ଆପଣଙ୍କ ଉପରେ ନାଁ ଆସିବ, ଯେମିତି ନାଁ ମୁଁ ହିଡେନ୍ ରଖିଛି। ତ ଉପରେ ଆପଣଙ୍କ ନାଁ ଶୋ କରିବ, ଆପଣଙ୍କ ଆଧାର କାର୍ଡ଼ର ଲାଷ୍ଟ 4 ଡିଜିଟ୍ ଶୋ କରିବ, ଡେଟ୍ ଅଫ୍ ବାର୍ଥ ଶୋ କରିବ, କେଉଁ ତାରିଖରେ ଆପଣ ଆବେଦନ କରିଥିଲେ ତାହା ମଧ୍ୟ ଶୋ କରିବ ଏବଂ ଲେଖିବ EKYC ଷ୍ଟାଟସ୍ ଆପଣଙ୍କର କମ୍ପ୍ଲିଟ୍ ଅଛି। EKYC ଷ୍ଟାଟସ୍ ଆପଣଙ୍କର କମ୍ପ୍ଲିଟ୍ ହେଇଯାଇଛି। EKYC ମୋଡ଼୍ ଅଥବା ଆପଣ OTP ମାଧ୍ୟମରେ EKYC କରିଥିଲେ ଏବଂ ଆପ୍ରୁଭାଲ୍ ଷ୍ଟାଟସ୍ ଆପଣଙ୍କର ଅଣ୍ଡର ପ୍ରୋସେସ୍ ଅଛି ଅଥବା ଆପଣଙ୍କୁ ପଇସା ମିଳିନାହିଁ। ଯଦି ବି ଆପଣଙ୍କୁ ପେମେଣ୍ଟ ମିଳିଥାଏ ତ ପେମେଣ୍ଟ ଷ୍ଟାଟସ୍ରେ ଲେଖିବ ପେମେଣ୍ଟ ଡିଷ୍ଟ୍ରିବ୍ୟୁଟେଡ୍। ତ ଏହି ମାଧ୍ୟମରେ ଆପଣ ଚେକ୍ କରିପାରିବେ କି ଆପଣଙ୍କର ସୁଭଦ୍ରା ଟଙ୍କା ଆସିଛି କି ନାହିଁ। ଆଶା କରୁଛି ଏହି ଭିଡ଼ିଓ ଭଲ ଲାଗିଥିବ ଏବଂ ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରି ସୁନ୍ଦର କମେଣ୍ଟ ମଧ୍ୟ କରିଦିଅନ୍ତୁ। ଆପଣଙ୍କର ଯାହା ଅସୁବିଧା ଅଛି ଆପଣ କମେଣ୍ଟ ମାଧ୍ୟମରେ ଜଣାଇପାରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।